ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦୁର୍ଗାଚରଣ ତନ୍ତୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। 3 ଦିନିଆ ଏହି ପ୍ରଦର୍ଶନୀରେ 35ଟି ବିଭାଗୀୟ ଷ୍ଟଲ୍ ସ୍ଥାପନ କରାଯାଇଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ଉତ୍ପାଦ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ଉପରେ କହିଥିଲେ। ପ୍ରଥମ ଥର ପାଇଁ 2 ବର୍ଷ ହେବ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି। କେନ୍ଦ୍ର ସରକାରଙ୍କର ବ୍ୟାପକ ସହାୟତା ଏବଂ ଓଡ଼ିଶାରେ ଏକ ସମ୍ବେଦନଶୀଳ ସରକାର, ଏକ ବିକାଶ ଧର୍ମୀ ସରକାର 2 ବର୍ଷ ପୂର୍ତ୍ତି ହେଇଛି। ବିଗତ ବର୍ଷ 1 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମେ ଆସିଥିଲୁ ଆମର ପ୍ରୋଗ୍ରେସ କାର୍ଡ ଧରିକରି। 2 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମେ ଆସିଛୁ। ଓଡ଼ିଶା ସରକାରଙ୍କର ପ୍ରୋଗ୍ରେସ ରିପୋର୍ଟ ଆପଣମାନଙ୍କ ସାମ୍ନାରେ ଏବଂ ଆପଣମାନଙ୍କର ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଖରେ ଉପସ୍ଥାପନା କରିବା ପାଇଁ। ସେ କ୍ରମରେ ସୁନ୍ଦରଗଡ଼ର ମଧ୍ୟ ବିଗତ 2 ବର୍ଷରେ ବିଭିନ୍ନ ବିକାଶ ବିଭାଗର ଯେଉଁ ବିକାଶ ତାର ମଧ୍ୟ ସାହିତ୍ୟ ତିଆରି ହେଇଛି। ରାଜସ୍ୱ ବିଭାଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ସ୍ୱତନ୍ତ୍ର ସାହିତ୍ୟ ଆମେ ପ୍ରସ୍ତୁତ କରୁଛୁ। 2 ବର୍ଷର ଯେଉଁ ଉପଲବ୍ଧି ସାଙ୍ଗରେ ଆମେ ଆବଣ୍ଟନ କରିବୁ। ଓଡ଼ିଶା ସରକାରଙ୍କ ମଧ୍ୟ 2 ବର୍ଷର ପୂର୍ତ୍ତିର କାର୍ଯ୍ୟାବଳୀ ତାର ମଧ୍ୟ ସାହିତ୍ୟ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରିବୁ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଯେଉଁ ସାହିତ୍ୟ ରଚନା ହେଇଛି ସେଟା ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ଆବଣ୍ଟନ କରିବି। ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁ ନିର୍ବାଚନ ପୂର୍ବରୁ 21ଟା ମୂଳ ପ୍ରତିଶ୍ରୁତି, ଯେଉଁ ପ୍ରତିଶ୍ରୁତି ଓଡ଼ିଶାର ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ଆହୁରି 800 ଟଙ୍କା ରାଜ୍ୟର ରାଜ୍ୟକୋଷରୁ ଦେଇକରି ଆମେ ବସ୍ତୁତ ଓଡ଼ିଶାରେ ଧାନ ବିକ୍ରିଟାକୁ 2300 ଟଙ୍କାରୁ ବଢ଼େଇକରି 3100 ଟଙ୍କାରେ ପହଞ୍ଚେଇଲୁ ଏବଂ ଏ ନିଷ୍ପତ୍ତି ଭାରତ ବର୍ଷର ପ୍ରଥମ ରାଜ୍ୟ ହେଲା ଓଡ଼ିଶା, ଯେଉଁ ରାଜ୍ୟ 3100 ଟଙ୍କା ଲେଖା କ୍ୱିଣ୍ଟାଲ ପିଛା ଧାନର ଦର କରିବା ଏବଂ ତାକୁ କ୍ରୟ କରିବା ଉଭୟ ଖରିଫ ଏବଂ ରବିରେ ଓଡ଼ିଶା ହେଉଛି ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ। ଦ୍ୱିତୀୟ ପ୍ରତିଶ୍ରୁତି ଥିଲା ମାମାନଙ୍କୁ ଭଉଣୀମାନଙ୍କୁ ଯେଉଁମାନେ 18 ବର୍ଷରୁ ଅଧିକ ହୋଇଛନ୍ତି ସୁଭଦ୍ରା ଯୋଜନା ମାଧ୍ୟମରେ 5 ବର୍ଷରେ 50,000 ଟଙ୍କା, ଗୋଟିଏ ବର୍ଷରେ 10,000 ଟଙ୍କା, 2ଟା କିସ୍ତିରେ ତାର ମଧ୍ୟ 4ଥ କିସ୍ତି ଆମେ ମା ଭଉଣୀମାନଙ୍କୁ ପ୍ରଦାନ କରି ସାରିଲୁଣି। ଆସନ୍ନ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବୈଠକରେ ବନ୍ୟା ପ୍ରଭାବ ହ୍ରାସ, ଜୀବନ ଓ ସମ୍ପତ୍ତିର ସୁରକ୍ଷା, ସମୟୋପଯୋଗୀ ପଦକ୍ଷେପ ଓ ଆନ୍ତଃବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓର୍ମା ସୁନ୍ଦରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ 10 KFPO କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଜୀବିକା ସୁଦୃଢ଼ କରିବା ଓ କୃଷିଜାତ ଉତ୍ପାଦର ବଜାର ସଂଯୋଗ ବୃଦ୍ଧି ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ପଞ୍ଚାୟତରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ ରଥକୁ ସବୁଜ ପତାକା ଦେଖାଇବା ସହ ମଦର ଡେଏରି ଦିଲ୍ଲୀକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ କରିଥିଲେ। ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ରାଉରକେଲାରେ ଅନୁଷ୍ଠିତ ବୈଠକରେ ସେ କହିଥିଲେ, ବିକଶିତ ଗାଁ ବିକଶିତ ଓଡ଼ିଶା ସଂକଳ୍ପକୁ ସାକାର କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି। ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ବିତରଣ ଉତ୍ସବରେ 2023-24 ବର୍ଷ ପାଇଁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାରର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସୁନ୍ଦରଗଡ଼ ଜିଲ୍ଲା ତଥା ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଗର୍ବର ବିଷୟ ପାଲଟିଛି। 2 ଯୁବ ହକି ଖେଳାଳିଙ୍କ ସଫଳତା ନିକଟରେ ସମ୍ପନ୍ନ ଅଣ୍ଡର-18 ଏସିଆ କପ୍ ହକି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅରମାନ ଲାକ୍ରା ଓ ସୁଇଟି କୁଜୁରଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦୀନା ଦସ୍ତଗୀର ସମ୍ବର୍ଦ୍ଧିତ କରିଛନ୍ତି। ଉଭୟ ଖେଳାଳିଙ୍କ ଏହି ସଫଳତା ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ସେ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।